ଜୟ ଜଗନ୍ନାଥ ନମସ୍କାର ସମସ୍ତ ସାଙ୍ଗମାନଙ୍କୁ। ଆଜି ରୋଟାରୀ କ୍ଲବ ଭୁବନେଶ୍ୱର ତରଫରୁ ଗୋଟେ ସୁନ୍ଦର କାର୍ଯ୍ୟକ୍ରମ କରାଯାଇଛି। ସେ ସୁନ୍ଦର କାର୍ଯ୍ୟକ୍ରମ ହେଲା ଶବ୍ଦର ପ୍ରଦୂଷଣ। ତାରି ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ କରାଯାଇଛି। ଆଉ ଏଇ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଡାଇଭର ମହାସଂଘର ସମସ୍ତ ଭାଇମାନେ ଉପସ୍ଥିତ ଅଛନ୍ତି। ଆଉ ଓଡ଼ିଶା ଡାଇଭର ମହାସଂଘର ସଭାପତି ମହୋଦୟ ଏବଂ କୋଷାଧ୍ୟକ୍ଷ ମହୋଦୟ ଏବଂ ସହ ସମ୍ପାଦକ ମଧ୍ୟ ଏଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଆଉ ଚାଲନ୍ତୁ ବର୍ତ୍ତମାନ ଓଡ଼ିଶା ଡାଇଭର ମହାସଂଘର ସଭାପତି ମହୋଦୟ ଦୀପ ପ୍ରଜ୍ୱଳନ କରିକି ଏହି କାର୍ଯ୍ୟକ୍ରମକୁ ଆଗକୁ ନେଉଛନ୍ତି। ଖୁସି ଲାଗୁଛି, ଗର୍ବ ଲାଗୁଛି ଯେ ଓଡ଼ିଶା ଡାଇଭର ମହାସଂଘ ଆଜି ବହୁତ ଉନ୍ନତମାନର କାମ କରୁଛି। ତେଣୁକରି ରୋଟାରୀ କ୍ଲବ ତରଫରୁ ତାଙ୍କୁ ଇନଭାଇଟ୍ କରିଛନ୍ତି ବା ଅତିଥି ଭାବେ ତାଙ୍କୁ ଡାକିଛନ୍ତି। ଖୁସିର କଥା। ଆଉ ବହୁତ କିଛି ଭାଇମାନେ ମଧ୍ୟ ଏଠି ଅଛନ୍ତି, ଡ୍ରାଇଭର ଭାଇମାନେ। ଆଉ ନିହାତି ସମସ୍ତେ ଅତି ଖୁସି ମନରେ ଆସିକି ପହଞ୍ଚିଛନ୍ତି। ଆଉ କିଛି ସଚେତନର ବାର୍ତ୍ତା ଜନସାଧାରଣଙ୍କୁ ଜଣେଇବେ କହିକି ଆଜି ନିହାତି ଶପଥ ନେବେ। ଆଉ ସେଇ ଶପଥରେ ସମସ୍ତଙ୍କୁ ସଚେତନ କରିବେ। ଆଗକୁ ବି କିଛି ଭଲ କାମ କହିଛନ୍ତି, ଏବେ ବି ଭଲ କାମ କରି ଆସୁଛନ୍ତି। ଆଉ ସେଇଥିପାଇଁ ଚାଲନ୍ତୁ ଦେଖିବା କାର୍ଯ୍ୟକ୍ରମରେ କ'ଣ ହେଉଛି କ'ଣ ନାହିଁ। ସମସ୍ତେ ଦେଖିପାରିବେ ଯେ ସଚେତନ କେମିତି କ'ଣ କରାଯାଉଛି। ନିହାତି ସମସ୍ତେ ଦେଖିବା ପାଇଁ ଅନୁରୋଧ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ବର୍ତ୍ତମାନ ମୁଁ ଆମର ଅତିଥିମାନଙ୍କୁ ପରିଚୟ ଦେଇଦେଉଛି। ଆମର ମୁଁ ଆମ କ୍ଲବର ସେକ୍ରେଟାରୀ ଶ୍ରୀଯୁକ୍ତ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ନିଖିଲ କୁମାର ସାହୁଙ୍କୁ ଅନୁରୋଧ କରିବି ସିଏ ରାଜ୍ୟ କୋଷାଧ୍ୟକ୍ଷ ଡ୍ରାଇଭର ମହାସଂଘର ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ବେହେରାଙ୍କୁ ସମ୍ବୋଧନ। ମୁଁ ଅନୁରୋଧ କରିବି ରୋଟାରିଆନ୍ ଗଣେଶ୍ୱର ସାହୁ, ସିଏ ଡ୍ରାଇଭର ମହାସଂଘର ରାଜ୍ୟ ସହ ସମ୍ପାଦକ ଶ୍ରୀଯୁକ୍ତ ଘନଶ୍ୟାମ ବେହେରାଙ୍କୁ। ମୁଁ ଅନୁରୋଧ କରିବି ଆମ ରୋଟାରୀ କ୍ଲବର ପୂର୍ବତନ ସଭାପତି ଶ୍ରୀଯୁକ୍ତ ସୁନନ୍ଦ କୁମାର ମିତ୍ରଙ୍କୁ, ସିଏ ଆମର ଆଜିର ଅତିଥି ବକ୍ତା ଅଡିଓଲୋଜିଷ୍ଟ ବିଭୁ ପ୍ରସାଦ ପ୍ରଧାନଙ୍କୁ ସମ୍ମାନ କରିବେ। ସଭାପତି ଅନିଲ ବାବୁ ସମ୍ବୋଧନ କରିବା ପାଇଁ ମୁଁ ରିକ୍ୱେଷ୍ଟ କରିବି ଆମର ରୋଟାରୀ ସିଭିଲ ପାତ୍ର। ଆଚ୍ଛା, ମୁଁ ଅନୁରୋଧ ରଖିବି ଆମ ଭୁବନେଶ୍ୱର ତରଫରୁ ଟିକେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅଛି। ତେଣୁ ଆମର ଯେଉଁ ଜୋନ୍ର ସଭାପତି ମାନେ ଟିକେ ଠିଆ ହେବେ, ଯେଉଁ ଜୋନ୍ର ସଭାପତି ମାନେ ଆସିଛନ୍ତି ଟିକେ ଠିଆ ହେବେ। ଠିକ୍ ଅଛି, ଆସନ୍ତୁ।
ଆମ ଖୋର୍ଦ୍ଧା ଜିଲ୍ଲା ଉପସଭାପତି ସ୍ୱାର୍ଥ ଭାଇ ଟିକେ ଆସିବେ ମଞ୍ଚ ଗତି ଭାଇ ଟିକେ ଆମ ଜିଲ୍ଲାର ସହସମ୍ପାଦକ କାଙ୍ଗୁଲି ଭାଇ ଟିକେ ଆସିବେ ଆଉ ଆମ ଜିଲ୍ଲାର ନୂତନ ଭାବେ ଦାୟିତ୍ୱ ପାଇଥିବା ସୁରେନ୍ଦ୍ର ଭାଇ ଆସିବେ ଟିକେ ଷ୍ଟେଜ ଉପରକୁ। ଆଉ ଆମର ଅତିଥି ଭାବେ ଯୋଗଦାନ ଦେଇଛନ୍ତି ଆଜି ଜଟଣୀ ବ୍ଲକ ସଭାପତି ଅନିଲ ଭାଇ ଟିକେ ଆସିବେ ଷ୍ଟେଜ। बहुत खुशी लगा, बहुत खुशी कथा जे आमे केवल आज काना खाइना आज काना कला माने वर्तमान चिंता करूँ कि भविष्य चिंता आम पाखे ना आज जहाँ भी हो रोटरी क्लब तरफ आमको आम भविष्य के असुविधा ना हो आमर शुणा शक्ति हो आम मन केमी भल रगामी समय दुनिया समस्ते केमी भल रे तार लगी किसी चिंता करशा ड्राइवर महासंघर किसीटा भी सहयोग लोड़ीछन से आम बहुत खुशी और ड्राइवर धन्यवाद देते आम चेष्टा करूँ समाज भल जनसाधारण भल जदि आम द्वारा भी किसी सहयोग हो पारुची मनीष मान माने भल काम जदि आम किसी सतर्कर सहित काम कले टे सचेतन हेले जदि दुनियार भल हो पारुची ताहले निहाती ओडिशा ड्राइवर महासंघ से सब काम रे से कार्य रे सहयोग करिया पय ओडिशा ड्राइवर महासंघ केतेबेले मध्ये पछमुंडा देइनी कि आगु मध्ये दब नै निहाती भाबे सार माने माने आपण शब्द प्रदूषण निहाती भाबे मंचासीन उपस्थित अतिथिवृंद এবং সম্মানিত অতিথি এবং ড্রাইভার ভাই মানে আমার ভুবনেশ্বর সমস্ত লিডর ভাইকে আন্তরিক অভিনন্দন নমস্কার ମୁଁ ଆଦିତ୍ୟ ପ୍ରସାଦ ବେହେରା ଓଡ଼ିଶା ଡ୍ରାଇଭର ମହାସଂଘରେ ରାଜ୍ୟ କୋଷାଧ୍ୟକ୍ଷ ଦାୟିତ୍ୱରେ କାମ କରୁଛୁ। ତ ଏଇ ଯେଉଁ କାର୍ଯ୍ୟକ୍ରମ ଆଜି ଆମେ 3 ବର୍ଷ ସଂଗଠନ କଲା ପରେ ଆମେ ପ୍ରତ୍ୟେକ ଦିନ ସକାଳୁ ସନ୍ଧ୍ୟାରେ ଆମେ ଡ୍ରାଇଭର ଭାଇମାନଙ୍କୁ ବୁଝାଉଛୁ କିଛି ନିଶାଠାରୁ ଦୂର ରହିବେ କେମିତି ଭଲ ଗାଡ଼ି ଚଲାଇବେ କିନ୍ତୁ ଆଜି ଗୋଟେ ଆଜି ଫାର୍ଷ୍ଟ ଟାଇମ୍ ଆମେ ଲଟରୀ କ୍ଲବ ଆମକୁ ଡାକି ଏତେ ବଡ଼ ଗୋଟେ ଆୟୋଜନ କରି ମଣ୍ଡପ ନେଇ ଆମ ପାଇଁ ଆମ ଭଲ ପାଇଁ ଏ ଯେଉଁ କାର୍ଯ୍ୟକ୍ରମ କରିଛି ବୋଧେ ଓଡ଼ିଶାର ଆଜି ପ୍ରଥମ ଥର ପାଇଁ 3 ବର୍ଷ ଭିତରେ ସଂଗଠନ ପରେ ଆମେ ଆଜି ଫାର୍ଷ୍ଟ ନିହାତି ଡ୍ରାଇଭର ମହାସଂଘ ତରଫରୁ ମ୍ୟାଡ଼ାମକୁ ଆଉ କମିଟିକି ସମସ୍ତଙ୍କୁ ଆମ ତରଫରୁ ବହୁତ ବହୁତ ଧନ୍ୟବାଦ ଆଉ ଆମେ ମଧ୍ୟ ସହଯୋଗ କରିବା ନିଶ୍ଚୟ ସହଯୋଗ କରିବା ଆମେ ଯେଉଁ ଭିଡ଼ିଓରେ ଆକ୍ଚୁଆଲି ଆଗରୁ ଆମେ ମୁଁ ବି ଜାଣିନଥିଲି ଯେ ହରଣରେ ଏଇ ଯେଉଁ କ୍ଷତି ବିଷୟରେ ଜାଣିନଥିଲୁ ଆମେ ଅବଗତ ନଥିଲୁ ଏ ବାବଦରେ ଆମେ କେବେ ଆଗରୁ ବୁଝେଇନୁ କୌଣସି ଡ୍ରାଇଭରକୁ କିନ୍ତୁ ଆଉ ଗୋଟେ ଜିନିଷ ଆମେ ଜାଣିଥିଲୁ ଯେ ଆମର ଧୂଆଁ ପ୍ରଦୂଷଣ ଲାଗି କିଛି କ୍ଷତି ହେଉଥିଲା ତା ପାଇଁ ଗାଡ଼ିରେ ଗୋଟେ ଏୟାର ବ୍ଲୁ ଇରୁଆ ଗୋଟେ ଆଡ଼୍ ଲିକ୍ୱିଡ଼ଟେ ଏବେ ଆଉ କୌଣସି ଧୂଆଁ ଗାଡ଼ିରୁ ଧୂଆଁ ବାହାରୁନି କିନ୍ତୁ ହରଣରେ ଏମିତି କ୍ଷତି ହୁଏ ବୋଲି ଆମେ ଜାଣିନଥିଲୁ ପ୍ରଥମ ଥର ପାଇଁ ଆମକୁ ଜଣାଇଥିବାରୁ ଆମେ ବହୁତ ଖୁସି ଅଛୁ ଆଉ ନିଶ୍ଚୟ ଆମେ ସାରା ଓଡ଼ିଶାର ସମସ୍ତ ଡ୍ରାଇଭର ଭାଇମାନଙ୍କୁ ଆସନ୍ତାକାଲିଠାରୁ ଆମେ ଭିଡ଼ିଓ ମାଧ୍ୟମରେ ହେଉ ଭଏସ୍ କ୍ଲିପ୍ ମାଧ୍ୟମରେ ହେଉ ଆମେ ସମସ୍ତ ଲିଡର ଭାଇମାନଙ୍କୁ ଆମେ ଅବଗତ କରିବୁ ପ୍ରତ୍ୟେକ ଜିଲ୍ଲାକୁ ଆମେ ଜଣାଇବୁ ଜିଲ୍ଲାରୁ ପ୍ରତ୍ୟେକ ବ୍ଲକକୁ ଜଣାଯିବ ପ୍ରତ୍ୟେକ ବ୍ଲକରୁ ପ୍ରତ୍ୟେକ ସଦସ୍ୟ ସାଙ୍ଗରେ ତାପରେ ଯେଉଁଠି ଡ୍ରାଇଭର ଭାଇମାନେ ଆମର କେନ୍ଦ୍ରୀକି ରହୁଛନ୍ତି ପ୍ଲାଣ୍ଟ ଫ୍ୟାକ୍ଟ୍ରିରେ ସେଇ ଜାଗାରେ ବି ଆମେ ସଚେତନର ବାର୍ତ୍ତା ଦେବୁ ଯେ ହରଣ ଯଦି ଆବଶ୍ୟକ ହେଉଛି ତାହେଲେ ବଜାନ୍ତୁ ନହେଲେ ହରଣଠୁ ଦୂର ରୁହନ୍ତୁ ଆମକୁ ନିଜକୁ ବି ଏଇଟା ଫିଲ୍ ଲାଗିଲା ଯେ ଆମେ ଯେତେବେଳେ ଡ୍ୟୁଟିରୁ ଘରକୁ ଆସୁଛୁ ଘରେ ଠିକ୍ସେ ଆମେ ଭଲ ବିହେଭ୍ ଦେଇପାରୁନୁ ଘରେ ଆମକୁ ଚିଡ଼ଚିଡ଼ା ଲାଗୁଛି ଆମକୁ ନିଜକୁ ବି ଡିପ୍ରେସନ୍ ଲାଗୁଛି ଚିଡ଼ଚିଡ଼ା ଲାଗୁଛି ଭଲ ଲାଗୁନି ତ ଏଇଟା ଆଜି ଆମେ ନିହାତି କିଛି ସଚେତନ ଆମେ ନିଜକୁ ଅନୁଭବ ଲାଗୁଛେ ଯେ ସଚେତନ ପାଇଲୁ ଆଉ ଏଇ ପ୍ରକାର ଯେ ଆମେ ଆଗାମୀ ଦିନରେ ସମସ୍ତେ ଶପଥ କରିବା ଯେ ଆବଶ୍ୟକ ନଥିଲେ ହରଣ ବଜାଇବା ନାହିଁ ତ ନିହାତି ଆମେ ମାନିବା ଆଉ ଅଲଗାମାନଙ୍କୁ ଆମେ ବୁଝେଇବା ଆମେ ଖାଲି ନିଜେ ବୁଝିଲେ ଯେ ହେବନି ଆଜି ଯେଉଁ କାର୍ଯ୍ୟକ୍ରମ ଅଛି ଆମ ଡ୍ରାଇଭର ଭାଇମାନଙ୍କର ମଙ୍ଗଳ ପାଇଁ ସେ ତାଙ୍କ ତରଫରୁ ଖର୍ଚ୍ଚ କରିକିରି ଆମକୁ ଡାକିକିରି ମିଟିଂ କଲେ ତ ଏଇଟା ଗୋଟେ ଅଲଗା ପ୍ରକାର ଜିନିଷ ଭାବନ୍ତୁ ଆପଣମାନେ ତ ଯଦି ସେମାନେ ଆମକୁ ବୁଝଉଛନ୍ତି ତ ଆମେ କ'ଣ ପାଇଁ ବୁଝେଇବାନି ଆମ ଭାଇମାନଙ୍କୁ ତ ଆମେ ସମସ୍ତେ ମିଶି ସମସ୍ତଙ୍କୁ ସଚେତନର ବାର୍ତ୍ତା ଦେବା ସମସ୍ତେ କେମିତି ଆଗାମୀ ଦିନ ହରଣରୁ ଯେତିକି ଦରକାର ଆମେ ଭାରତୀୟ ରାସ୍ତାକୁ କେମିତି ବିପଦମୁକ୍ତ ହେବ ତା ବାବଦରେ ବି ସଚେତନର ବାର୍ତ୍ତା ଆମେ ମଧ୍ୟ ଦେଇ ଆସୁଛୁ
ଆଗାମୀ ଦିନରେ ଆଉ ଭଲ ଭାବରେ କିଛି ଆମେ ଦେବା ପାଇଁ ଚେଷ୍ଟା କରିବୁ। ନିହାତି ଅଶେଷ ଧନ୍ୟବାଦ ଡ୍ରାଇଭର ମହାସଂଘ ତରଫରୁ ଜଣାଇବି। ଚାଷୀର ଅତିଥିବୃନ୍ଦ ଥିବା ସମସ୍ତ ବୁଦ୍ଧିଜୀବୀ ଡ୍ରାଇଭର ବନ୍ଧୁମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ। ଆଜି ବହୁତ ଗର୍ବ ଲାଗୁଛି ଯେ ଇକୋ ରୋଟାରୀ କ୍ଲବ୍ ତରଫରୁ ଜନସାଧାରଣଙ୍କର ଯେଉଁ ସାଉଣ୍ଡ ଯୋଗୁଁ ତାଙ୍କ ଶାରୀରିକରେ କୁପ୍ରଭାବ ପଡ଼ୁଥିବାରୁ ତାଙ୍କୁ କେମିତି ସେ ଅସୁବିଧାର ସମ୍ମୁଖୀନ ନେବା ପାଇଁ ଆଜି ଓଡ଼ିଶା ଡ୍ରାଇଭର ମହାସଂଘର ଭାଇମାନଙ୍କୁ ମନେ ପକାଇଛନ୍ତି। ଆଉ ଆମ ଥ୍ରୋରୁ ଜନସାଧାରଣଙ୍କୁ ଯେଉଁ ସୁରକ୍ଷା ପାଇଁ ଚିନ୍ତା କରିଛନ୍ତି ସେଥିପାଇଁ ଆମେ ଗର୍ବ କରିବା କଥା। ଆଉ ସେଥିପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଭୁବନେଶ୍ୱର ଇକୋ ରୋଟାରୀ କ୍ଲବ୍ର ବନ୍ଧୁମାନଙ୍କୁ ବହୁତ ବହୁତ ଧନ୍ୟବାଦ। ବକ୍ତବ୍ୟ ଶୁଣିଲେ ଆମ ଭିତରେ ବି କିଛି ମନରେ ଆସୁଥିବ, ଆମେ କିଛି କୁହନ୍ତେ। ତେଣୁ ବର୍ତ୍ତମାନ ଆପଣ ଯଦି କିଛି ଜାଣିବାକୁ ଅଧିକା ଜାଣିବାକୁ ଚାହୁଁଛନ୍ତି କିମ୍ବା କିଛି ନିଜର ମତ ଦେବାକୁ ଚାହୁଁଛନ୍ତି ଏଇ ବିଷୟରେ, ଆଜିର ବିଷୟରେ, ତାହେଲେ ଆପଣ କହିପାରନ୍ତି। 10 ମିନିଟ୍ ଆମେ ସେ ବିଷୟରେ କିଛି ଆଲୋଚନା କରିବା। ଜୟ ଜଗନ୍ନାଥ ଭାଇମାନେ। ଉପସ୍ଥିତ ରୋଟାରୀ କ୍ଲବ୍ର ସମସ୍ତ ସାର୍ମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ। କାରଣ ଯାହା ହେଉ ଏଭଳି ଗୋଟେ ସଚେତନମୂଳକ କାର୍ଯ୍ୟକ୍ରମ ସେ କରିଛନ୍ତି। ଆଉ ଓଡ଼ିଶା ଡ୍ରାଇଭର ମହାସଂଘକୁ ସମସ୍ତ ଭାଇମାନେ ଉପସ୍ଥିତ ହୋଇକି ତାଙ୍କୁ ସଚେତନ କରିଛନ୍ତି। ତାଠୁ ବଡ଼ ଜିନିଷ କିଛି ନାହିଁ ଭାଇ। ଆଜିକା ଦିନରେ ପ୍ରତ୍ୟେକ ଆବଶ୍ୟକ ନଥିଲେ ମୁଁ ହର୍ନ ବଜେଇବି ନାହିଁ। ହର୍ନର ହାନିକାରକ ପ୍ରଭାବକୁ ମୁଁ ଅନ୍ୟମାନଙ୍କୁ ବୁଝାଇ ସଚେତନତା ସୃଷ୍ଟି କରିବି। ଯାନବାହନ ଯାତାୟାତର ନିୟମାବଳୀ ମାନିବା ସହିତ ଶବ୍ଦ ପ୍ରଦୂଷଣ ହ୍ରାସ କରିବି। ମୁଁ ଭାରତୀୟ ରାସ୍ତାକୁ ବିପଦମୁକ୍ତ କରିବା ପାଇଁ ଆଜି ଶପଥ ନେଇଥିବାରୁ ନିଜକୁ ଗର୍ବିତ ଅନୁଭବ